10 କ୍ଲାସ୍ର ଛାତ୍ରଛାତ୍ରୀମାନେ ଦେଖ, ଏଇ ଭିଡ଼ିଓରେ ଆମେ ଡିସ୍କସନ୍ କରିବା ଯେଉଁ ତୁମ 2026ରେ ଆନୁଆଲ୍ ଏକ୍ଜାମିନେସନ୍ ହେଇଥିଲା ବା ମେଟ୍ରିକ୍ ଏକ୍ଜାମ୍ ହେଇଥିଲା, ଯାହାକି ଆମେ ଏସ୍ଏସ୍ସିର ଡିସ୍କସନ୍ କରିବା। ଅବଜେକ୍ଟିଭ୍ କ୍ୱେଶ୍ଚନ୍ ସହିତ ଆନ୍ସର୍ ଡିସ୍କସନ୍ କରିବା। ଏସ୍ଏସ୍ସି ମାନେ ହେଉଛି ସୋସିଆଲ୍ ସାଇନ୍ସ, ଯେଉଁଟାକି ଇତିହାସ ଭୂଗୋଳ ବୋଲି କୁହାଯାଏ। ତାହେଲେ ଯେଉଁମାନେ ଦେଖ 2027ରେ ଏକ୍ଜାମ୍ ଦେବାକୁ ଯାଉଛ, ତାହେଲେ ଏଇ ଭିଡ଼ିଓ ବହୁତ ହିଁ ଇମ୍ପୋର୍ଟାଣ୍ଟ। କାରଣ ହେଉଛି ଦେଖ, ଏଇ ଭିଡ଼ିଓରେ ତୁମେ ଜାଣିପାରିବ ମାନେ ଏସ୍ଏସ୍ସିର ବା ଇତିହାସ ଭୂଗୋଳ କେଉଁ ଟାଇପ୍ର କ୍ୱେଶ୍ଚନ୍ ଆସୁଛି, ହାର୍ଡ଼ ଆସୁଛି କି ଇଜି ଆସୁଛି, ଏବଂ ଏହାଦ୍ୱାରା ତୁମେ ନିଜେ କେତେ ମେହନତ କରିବାକୁ ପଡ଼ିବ ତୁମେ ଭଲ ଭାବରେ ଜାଣିପାରିବ। ତେଣୁ ଧ୍ୟାନ ସେ ଦେଖ, କେୟାରଫୁଲି ଦେଖ ତୁମମାନେ। ଆମେ ଆନ୍ସର୍ ସହିତ କ୍ୱେଶ୍ଚନ୍ ସହିତ ଆନ୍ସର୍କୁ ଭଲ ଭାବରେ ଜାଣିବା। ଓକେ, ଦେଖ ଯେତେବେଳେ ଏକ୍ଜାମ୍ ଦେବ ତୁମର ଟୋଟାଲ୍ ସମୟ ଥାଏ 1 ଘଣ୍ଟା। ଏକ ଘଣ୍ଟା ଭିତରେ ତୁମକୁ 50ଟି କ୍ୱେଶ୍ଚନ୍ ଦିଆଯିବ। MCQ କ୍ୱେଶ୍ଚନ୍ ଦେବ, ମଲ୍ଟିପଲ୍ ଚଏସ୍ କ୍ୱେଶ୍ଚନ୍। ଓକେ, ଯେଉଁଟାକି ଏଇଟା ଆମେ ସେଟ୍ ସିର କ୍ୱେଶ୍ଚନ୍ ଆଲୋଚନା କରିବା। ତାହେଲେ କ'ଣ ରହିଛି କ୍ୱେଶ୍ଚନ୍, ଏଗୁଡ଼ାକ ନିଜେ ପଢ଼ିଦେବ। 4ଟି ବିକଳ୍ପ ଦିଆଯିବ, ସେଇଠୁ ତୁମକୁ ସଠିକ୍ ଉତ୍ତର ବାଛିକରି ଲେଖିବାକୁ ପଡ଼ିବ। ଓକେ, କ୍ୱେଶ୍ଚନ୍ 1ରେ ଦେଖିବା, ମିଳନ ପତ୍ରରେ କିଏ ସ୍ୱାକ୍ଷର କରିଥିଲେ? ଅପସନ୍ ଏ ଦେଇଛି ବ୍ରିଟିଶ ସରକାର ଓ ଭାରତ ସରକାର। ଅପସନ୍ ବି ଦେଇଛି ବ୍ରିଟିଶ ସରକାର ଓ ଦେଶୀୟ ରାଜା। ଅପସନ୍ ସି ଦେଇଛି ଭାରତ ସରକାର ଓ ଦେଶୀୟ ରାଜା। ଅପସନ୍ ଡି ଦେଇଛି ଦେଶୀୟ ରାଜା ଓ ବୈଦେଶିକ ସରକାର। ତାହେଲେ ସଠିକ୍ ଆନ୍ସର୍ କେଉଁଟା ହେବ କହନା? ସଠିକ୍ ଆନ୍ସର୍ ହେବ ଅପସନ୍ ସି, ଭାରତ ସରକାର ଆଉ ଦେଶୀୟ ରାଜା। ଓକେ, ବର୍ତ୍ତମାନ ଯିବା ସେକେଣ୍ଡ କ୍ୱେଶ୍ଚନ୍କୁ। ବୁଝିପାରିଲ? ବର୍ତ୍ତମାନ ଯିବା ସେକେଣ୍ଡ କ୍ୱେଶ୍ଚନ୍କୁ। କ୍ୱେଶ୍ଚନ୍ ସେକେଣ୍ଡକୁ ଦେଖ, 1954 ମସିହାରେ ପୁଡୁଚେରୀ ଓ କରାଇକଲ ଜନମତ କ'ଣ ଥିଲା? ତାହେଲେ ପୁଡୁଚେରୀ ଆଉ କରାଇକଲର ଜନମତ କ'ଣ ଥିଲା? ଅପସନ୍ ଏ ଦେଇଛି ଭାରତ ଠାରୁ ଅଲଗା ହେବା ପାଇଁ। ଅପସନ୍ ବି ଦେଇଛି ପାକିସ୍ତାନ ସହ ମିଶ୍ରଣ ପାଇଁ। ଅପସନ୍ ସି ଦେଇଛି ଫ୍ରାନ୍ସ ସହ ମିଶ୍ରଣ ପାଇଁ। ଅପସନ୍ ଡି ଦେଇଛି ଭାରତ ସହ ମିଶ୍ରଣ ପାଇଁ। ତାହେଲେ ସଠିକ୍ ଆନ୍ସର୍ ହେବ ଅପସନ୍ ଡି, ଭାରତ ସହ ମିଶ୍ରଣ ପାଇଁ। ଓକେ, ବର୍ତ୍ତମାନ ଯିବା କ୍ୱେଶ୍ଚନ୍ ନମ୍ବର 3କୁ। କ'ଣ ରହିଛି ଦେଖ କ୍ୱେଶ୍ଚନ୍ ରହିଛି, ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନାର ପ୍ରଧାନ ଉଦ୍ଦେଶ୍ୟ କ'ଣ ଥିଲା? ତାହେଲେ ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନାର ପ୍ରଧାନ ଉଦ୍ଦେଶ୍ୟ କ'ଣ ଥିଲା? ଅପସନ୍ ଏ ଦେଇଛି ଦେଖ, କୃଷିର ବିକାଶ କରିବା। ଅପସନ୍ ବି ଦେଇଛି ବୃହତ୍ ଶିଳ୍ପାୟନ। ଅପସନ୍ ସି ଦେଇଛି ସାମାଜିକ କଲ୍ୟାଣ ପାଇଁ। ଅପସନ୍ ଡି ଦେଇଛି ଗରିବ ହ୍ରାସ। ତାହେଲେ ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୃହତ୍ ଶିଳ୍ପ ନିର୍ମାଣ ପାଇଁ। ତାହେଲେ ସଠିକ୍ ଆନ୍ସର୍ ହେବ ଅପସନ୍ ବିଟା। ଓକେ, ବର୍ତ୍ତମାନ ଯିବା କ୍ୱେଶ୍ଚନ୍ ନମ୍ବର 4କୁ। କେଉଁଠି ଆଣବିକ ରିଆକ୍ଟର ନୁହେଁ? ତାହେଲେ ଆଣବିକ ରିଆକ୍ଟର ନୁହେଁ, ଏଇ ଅପସନ୍ ଭିତରୁ କେଉଁଟା ନୁହେଁ? ଅପସନ୍ ଏ ଦେଇଛି ଦେଖ ଧ୍ରୁବ, ଏ ଅଛି। ଅପସନ୍ ବି ଦେଇଛି ଆକାଶ। ଅପସନ୍ ବି ଦେଇଛି ଅର୍ପରା। ଅପସନ୍ ଡି ଦେଇଛି କାମିନୀ। ତାହେଲେ ଏଇଗୁଡ଼ାକ, ଏଇ 3ଟା ଯାକ ଅପସନ୍ ଏ, ସି, ଡି ଏଇଗୁଡ଼ାକ হবে ଆଣବିକ ରିଆକ୍ଟର ଅଟନ୍ତି, କିନ୍ତୁ ଆକାଶ ଗୋଟେ ନୁହେଁ। ଅପସନ୍ ବି ହେବ ସଠିକ୍ ଆନ୍ସର୍ ତାହେଲେ। ଓକେ, ବର୍ତ୍ତମାନ ଯିବା କ୍ୱେଶ୍ଚନ୍ ନମ୍ବର 5କୁ। ଆଶ୍ରମ ବିଦ୍ୟାଳୟ ଓ ସେବାଶ୍ରମ ଗୁଡ଼ିକରେ କେଉଁ ବର୍ଗର ଛାତ୍ରଛାତ୍ରୀମାନେ ଅଧ୍ୟୟନ କରନ୍ତି? ଅପସନ୍ ଏ ଦେଇଛି ଅନୁସୂଚିତ ଜନଜାତି। ଅପସନ୍ ବି ଦେଇଛି ସଂଖ୍ୟାଲଘୁ ସମ୍ପ୍ରଦାୟ। ଅପସନ୍ ସି ଦେଇଛି ସାଧାରଣ ବର୍ଗ। ଅପସନ୍ ଡି ଦେଇଛି ଅନୁସୂଚିତ ଜାତି ଓ ଜନଜାତି। ତାହେଲେ ସଠିକ୍ ଆନ୍ସର୍ କ'ଣ ହେବ କହନା? ଯେଉଁଟା ST SC ମାନଙ୍କ ହଷ୍ଟେଲ ଆଉ ସେବାଶ୍ରମ କରାଯାଇଛି, ତାହେଲେ ଅପସନ୍ ଡି ହେବ ସଠିକ୍ ଆନ୍ସର୍, ଅନୁସୂଚିତ ଜାତି ଏବଂ ଜନଜାତି। ଏଇଟା ହେବ ସଠିକ୍ ଆନ୍ସର୍। ଓକେ, ବର୍ତ୍ତମାନ ଯିବା କ୍ୱେଶ୍ଚନ୍ ନମ୍ବର 6କୁ। ଗାନ୍ଧିଜୀ କେଉଁ ବର୍ଷ ଆଇନ ଶିକ୍ଷା ସମାପ୍ତି କରିଥିଲେ? ଅପସନ୍ ଏ ଦେଇଛି 1888। ଅପସନ୍ ବି ଦେଇଛି 1991। ଅପସନ୍ ସି ଦେଇଛି 1990। ଅପସନ୍ ଡି ଦେଇଛି 1950। ତାହେଲେ ସଠିକ୍ ଆନ୍ସର୍ ହେବ ଅପସନ୍ ବି, 1991ରେ ସେ ଆଇନ ଶିକ୍ଷା ସମାପ୍ତି କରିଥିଲେ। ଓକେ, ପରବର୍ତ୍ତୀ କ୍ୱେଶ୍ଚନ୍କୁ ଯିବା। କ'ଣ ରହିଛି ଜାଣିପାରୁଛ? ତେବେ ବହି ପଢ଼ିଲେ ଜାଣିପାରିବ, ବହିକୁ ଭଲ ଭାବରେ ପଢ଼ିବ। ତେଣୁ ନିଜେ ରିଡ଼ିଂ କର ବହି ଗୁଡ଼ାକ, ବହୁତ ସୁନ୍ଦର ଭାବରେ ମନେ ରଖିପାରିବ। ସକାଳୁ ଉଠିକରି ପାଠ ପଢ଼। ଓକେ, କ୍ୱେଶ୍ଚନ୍ ନମ୍ବର 7 କ'ଣ ଦିଆଯାଇଛି ଦେଖ। ମହାତ୍ମା ଗାନ୍ଧୀ କାହିଁକି ଖିଲାଫତ ଆନ୍ଦୋଳନକୁ ସମ୍ବୋଧନ କରିଥିଲେ? ଅପସନ୍ ଏ ଦେଇଛି ହିନ୍ଦୁ ଓ ମୁସଲମାନ ମାନଙ୍କୁ ଏକାଠି କରିବା ପାଇଁ। ଅପସନ୍ ବି ଦେଇଛି ଜାତୀୟ ଆନ୍ଦୋଳନର ଭିତ୍ତିଭୂମି ଦୃଢ଼ କରିବା ପାଇଁ। ଅପସନ୍ ସି ଦେଇଛି ହିନ୍ଦୁ ଓ ମୁସଲମାନଙ୍କ ହିନ୍ଦୁ
ଓ ମୁସଲମାନମାନଙ୍କୁ ଏକତ୍ର କରିବା ସହିତ ଜାତୀୟ ଆନ୍ଦୋଳନର ଭିତ୍ତିଭୂମିକୁ ଦୃଢ଼ କରିବା ପାଇଁ। ଅପସନ୍ ଡି ଦେଇଛି ଇଂରେଜ ସରକାରକୁ ବର୍ଜନ ଓ ଅସହଯୋଗ କରିବା ପାଇଁ। ତାହେଲେ ସଠିକ୍ ଆନ୍ସର୍ ହେବ ଅପସନ୍ ସି, ହିନ୍ଦୁ ଓ ମୁସଲମାନଙ୍କୁ ଏକତ୍ର କରିବା ସହିତ ଜାତୀୟ ଭିତ୍ତିଭୂମିକୁ ଦୃଢ଼ କରିବା ପାଇଁ। ଓକେ, ଏଇଟା ହେବ ସଠିକ୍ ଆନ୍ସର୍। ବର୍ତ୍ତମାନ ଯିବା କ୍ୱେଶ୍ଚନ୍ ନମ୍ବର 8କୁ। ଗାନ୍ଧିଜୀ କାହିଁକି ବ୍ୟକ୍ତିଗତ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ? ତାହେଲେ ଗାନ୍ଧିଜୀ କାହିଁକି ବ୍ୟକ୍ତିଗତ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ଆହ୍ୱାନ ଦେଲେ? ତାହେଲେ ସଠିକ୍ ଆନ୍ସର୍ ହେବ ସଠିକ୍ ଆନ୍ସର୍ କ'ଣ ହେବ? ଅପସନ୍ ଏ ଦେଇଛି ଦେଖ ତୁମକୁ ହିଂସାତ୍ମକ କାର୍ଯ୍ୟର ଆଶଙ୍କା କରିବା ପାଇଁ। ଅପସନ୍ ବି ଦେଇଛି ଅସହଯୋଗର ଆଶଙ୍କା କରି। ଅପସନ୍ ସି ଦେଇଛି ଅମାନସିକ ଅତ୍ୟାଚାର ଆଶଙ୍କା କରି। ଅପସନ୍ ଡି ଦେଇଛି ଲାଠି ପ୍ରହାରର ଆଶଙ୍କା କରି। ତାହେଲେ ସଠିକ୍ ଆନ୍ସର୍ ହେବ ଅପସନ୍ ଏ, ହିଂସାତ୍ମକ କାର୍ଯ୍ୟର ଆଶଙ୍କା କରି। ଏଇଥିପାଇଁ ବ୍ୟକ୍ତିଗତ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ। ଓକେ, ବର୍ତ୍ତମାନ ଯିବା କ୍ୱେଶ୍ଚନ୍ ନମ୍ବର 9କୁ। କେବେ ଫରାସୀ ବିପ୍ଳବ ଆରମ୍ଭ ହୋଇଥିଲା? 1719। ଅପସନ୍ ବି ଦେଇଛି 1780। ଅପସନ୍ ସି ଦେଇଛି 1971। ଅପସନ୍ ଡି ଦେଇଛି 1989। ତାହେଲେ ସଠିକ୍ ଆନ୍ସର୍ ହେବ ଫରାସୀ ବିପ୍ଳବ 1789ରେ ଆରମ୍ଭ ହୋଇଥିଲା। ଓକେ, ବର୍ତ୍ତମାନ ଯିବା କ୍ୱେଶ୍ଚନ୍ ନମ୍ବର 10କୁ ଦେଖ। ସୁଭାଷ ଚନ୍ଦ୍ର ବୋଷଙ୍କ ପୂର୍ବରୁ କିଏ ଆଇନ ଅମାନ୍ୟ ଆନ୍ଦୋଳନ କ୍ୱେଶ୍ଚନ୍ ନମ୍ବର 10କୁ ଦେଖ। ସୁଭାଷ ଚନ୍ଦ୍ର ବୋଷଙ୍କ ପୂର୍ବରୁ କିଏ ଆଜାଦ ହିନ୍ଦ ଫୌଜର ନେତୃତ୍ୱ ନେଇଥିଲେ? ଅପସନ୍ ଏ ଦେଇଛି ମହାତ୍ମା ଗାନ୍ଧୀ। ଅପସନ୍ ବି ଦେଇଛି ଜବାହରଲାଲ ନେହେରୁ। ଅପସନ୍ ସି ଦେଇଛି ମୋହନ ସିଂ। ଅପସନ୍ ଡି ଦେଇଛି ଲକ୍ଷ୍ମୀ ସେହଗଲ। ତାହେଲେ ସଠିକ୍ ଆନ୍ସର୍ ହେବ ଅପସନ୍ ସି, ମୋହନ ସିଂ। ଓକେ, ବର୍ତ୍ତମାନ ଯିବା କ୍ୱେଶ୍ଚନ୍ ନମ୍ବର 11କୁ। ଆମ ଦେଶରେ କିଏ ସାର୍ବଭୌମ କ୍ଷମତାର ଅଧିକାରୀ? ଅପସନ୍ ଏ ଭାରତର ଜନସାଧାରଣ। ଅପସନ୍ ବି ଭାରତର ରାଜନୈତିକ ନେତାମାନେ। ଅପସନ୍ ସି ଭାରତର ନ୍ୟାୟାଧୀଶମାନେ। ଅପସନ୍ ଡି ଭାରତର ଶିଳ୍ପପତିମାନେ। ତାହେଲେ ଆମ ଦେଶର ସାର୍ବଭୌମ କ୍ଷମତାର ଅଧିକାରୀ କିଏ? ଭାରତର ସମସ୍ତେ ଜନସାଧାରଣ ମାନେ। ଓକେ, ଅପସନ୍ ଏ ହେବ ସଠିକ୍ ଆନ୍ସର୍। ବର୍ତ୍ତମାନ କ୍ୱେଶ୍ଚନ୍ ନମ୍ବର 12କୁ ଯିବା। ନିର୍ବାଚନ ମୁଖ୍ୟତଃ କେତେ ପ୍ରକାର? ଅପସନ୍ ଏ ଦେଇଛି 5 ପ୍ରକାର। ଅପସନ୍ ବି ଦେଇଛି 3 ପ୍ରକାର। ଅପସନ୍ ସି ଦେଇଛି 2 ପ୍ରକାର। ଅପସନ୍ ଡି ଦେଇଛି 1 ପ୍ରକାର। ତାହେଲେ ସଠିକ୍ ଆନ୍ସର୍ ହେବ 2 ପ୍ରକାର ହେଲା। ନିର୍ବାଚନ ମୁଖ୍ୟତଃ 2 ପ୍ରକାର ଅଟେ। ଅପସନ୍ ସି ହେବ ସଠିକ୍ ଆନ୍ସର୍, ମନେ ରଖିବାଟା। ତାପରେ କ୍ୱେଶ୍ଚନ୍ ନମ୍ବର 13କୁ ଯିବା। ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ୍ ବ୍ୟବହାର କରିବା ବିପଦପୂର୍ଣ୍ଣ କାହିଁକି? ଅପସନ୍ ଏ ଦେଇଛି ଏକାଗ୍ରତା ବୃଦ୍ଧି। ଅପସନ୍ ବି ଦେଇଛି ଦୃଶ୍ୟ ଶକ୍ତି ହ୍ରାସ ପାଇଁ। ଅପସନ୍ ସି ଦେଇଛି ଏକାଗ୍ରତା ଭଙ୍ଗ ପାଇଁ। ଅପସନ୍ ଡି ଦେଇଛି ଇନ୍ଧନ ବ୍ୟବହାର ବୃଦ୍ଧି ପାଇଁ। ତାହେଲେ ସଠିକ୍ ଆନ୍ସର୍ ହେବ ଅପସନ୍ ସି, ଏକାଗ୍ରତା ଭଙ୍ଗ ହେବ, ଯାହାଦ୍ୱାରା ଆକ୍ସିଡେଣ୍ଟ ହୋଇପାରେ, ବିପଦପୂର୍ଣ୍ଣ ହୋଇପାରେ। ଓକେ, ବର୍ତ୍ତମାନ ଯିବା କ୍ୱେଶ୍ଚନ୍ ନମ୍ବର 14କୁ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କେଉଁ ଯୁଦ୍ଧ ଆରମ୍ଭ ହୋଇଥିଲା? ଅପସନ୍ ଏ ଦେଇଛି କାରଗିଲ ଯୁଦ୍ଧ। ଅପସନ୍ ବି ଦେଇଛି ଶୀତଳ ଯୁଦ୍ଧ। ଅପସନ୍ ସି ଦେଇଛି କୋରିଆ ଯୁଦ୍ଧ। ଅପସନ୍ ଡି ଦେଇଛି ଭାରତ ଚୀନ ଯୁଦ୍ଧ। ତାହେଲେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କେଉଁ ଯୁଦ୍ଧ ଆରମ୍ଭ ହୋଇଥିଲା? ତାହେଲେ ଶୀତଳ ଯୁଦ୍ଧ, ମନେ ରଖିବ। ଅପସନ୍ ବି ହେବ ସଠିକ୍ ଆନ୍ସର୍। ଓକେ, କ୍ଲିଅର୍ ହୋଇଗଲା। ବର୍ତ୍ତମାନ ଯିବା କ୍ୱେଶ୍ଚନ୍ ନମ୍ବର 15କୁ। ପାକିସ୍ତାନ କାହିଁକି ସିଆଟୋର ସଦସ୍ୟ ହେଲା? ତାହେଲେ ପାକିସ୍ତାନ କାହିଁକି ସିଆଟୋର ସଦସ୍ୟ ହୋଇଥିଲା? ଅପସନ୍ ଏ ଦେଇଛି ନିଜର ଅର୍ଥନୈତିକ ସ୍ଥିତି ସୁଧାରିବା ପାଇଁ। ଅପସନ୍ ବି ଦେଇଛି ଭାରତ ବିରୋଧରେ ଅନ୍ୟ ଦେଶର ସମର୍ଥନ ହାସଲ ପାଇଁ। ଅପସନ୍ ସି ଦେଇଛି କାଶ୍ମୀର ନିକଟର ସ୍ଥିତିକୁ ଜାହିର କରିବା ପାଇଁ। ଅପସନ୍ ଡି ଦେଇଛି ଉପରୋକ୍ତ କୌଣସିଟି ନୁହେଁ। ତାହେଲେ ସଠିକ୍ ଆନ୍ସର୍ ହେବ ଅପସନ୍ ସି, ଯେଉଁଟାକି କାଶ୍ମୀର ନିଜର ସ୍ଥିତିକୁ ଜାହିର କରିବା ପାଇଁ ସେ ହେଲା ସିଆଟୋର ସଦସ୍ୟ ହେଲା। ଓକେ, ବର୍ତ୍ତମାନ ଯିବା ଦେଖ। କ୍ୱେଶ୍ଚନ୍ ରିପିଟ୍ ହୁଏ, ତେଣୁ ଏହାକୁ ମଧ୍ୟ ମଜାକ ନେବ ନାହିଁ, ସିରିୟସ୍ ନେଇକରି ପାଠ ପଢ଼ିବାକୁ ପଡ଼ିବ। ତେଣୁ ଏଇଠୁ ମଧ୍ୟ ରିପିଟ୍ ହୋଇପାରେ, ତେଣୁ କୌଣସି ନାହିଁ, ଏବେ ପଢ଼ି ଯାଉ। ତୁମେ ଜାଣିପାରୁଛ କେଉଁ ଟାଇପ୍ର କ୍ୱେଶ୍ଚନ୍ ଆସୁଛି,
ଭଲ ଭାବରେ ଧ୍ୟାନ ସେ ପଢ଼। ଓକେ, ପୁରା ଭଲ ନମ୍ବର ରଖିପାରିବ। କ୍ୱେଶ୍ଚନ୍ ନମ୍ବର 16 ଦେଖ, ଆଜାଦ ହିନ୍ଦ ଫୌଜର ଗିରଫ ହୋଇଥିବା ସୈନିକ ଓ ଅଫିସରମାନଙ୍କୁ ଇଂରେଜ ସରକାର କାହିଁକି ମୁକ୍ତ କରିଦେଲେ? କାହିଁକି ମୁକ୍ତ କରିଦେଇଥିଲେ ଯେଉଁ ଆଜାଦ ହିନ୍ଦ ଫୌଜର ଗିରଫ ହୋଇଥିବା ସୈନିକ ଅଫିସରମାନଙ୍କୁ? ଅପସନ୍ ଏ ଦେଇଛି ଭାରତୀୟମାନଙ୍କ ବିଶାଳ ବିକ୍ଷୋଭ ପାଇଁ। ଅପସନ୍ ବି ଦେଇଛି ଇଂରେଜ ସରକାରଙ୍କର କୋହଳ ମନୋଭାବ ପାଇଁ। ଅପସନ୍ ସି ଦେଇଛି ଅଟଲିଙ୍କ ନିର୍ଦ୍ଦେଶ ଅନୁସାରେ। ଅପସନ୍ ଡି ଦେଇଛି କ୍ୟାବିନେଟ୍ ମିଶନ ପ୍ରସ୍ତାବର ଅନୁସାରେ। ସଠିକ୍ ଆନ୍ସର୍ ହେବ ଅପସନ୍ ଏ, ଭାରତୀୟମାନଙ୍କ ବିଶାଳ ବିପକ୍ଷ ଥିବା ଯୋଗୁଁ। ଓକେ, ତା ପରବର୍ତ୍ତୀ କ୍ୱେଶ୍ଚନ୍ କ'ଣ ରହିଛି ଦେଖିବା। ଦେଖ, କ୍ୱେଶ୍ଚନ୍ ରହିଛି 17, କେଉଁ ମସିହାରେ ଖ୍ରୀଷ୍ଟିଆନ ଧର୍ମ ପ୍ରଚାରକ ମାନେ କଟକରେ ଏକ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ? ତାହେଲେ ମନେ ରଖିବ, ଖ୍ରୀଷ୍ଟିଆନ ମାନେ 1923 ମସିହାରେ ଗୋଟେ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଅପସନ୍ ଏ ହେବ ସଠିକ୍ ଆନ୍ସର୍। ଓକେ, ତା ପରବର୍ତ୍ତୀ କ୍ୱେଶ୍ଚନ୍ କ'ଣ ରହିଛି ଦେଖିବା। ଦେଖ, କ୍ୱେଶ୍ଚନ୍ ନମ୍ବର 18, ଭାଇସରାୟ ଲର୍ଡ କର୍ଜନଙ୍କ ସରକାରରେ କିଏ ଗୃହ ସଚିବ ଥିଲେ? ତାହେଲେ ଭାଇସରାୟ ଲର୍ଡ କର୍ଜନଙ୍କ ସରକାରରେ କିଏ ଗୃହ ସଚିବ ଥିଲେ? ଅପସନ୍ ଏ ଦେଇଛି ମେରିଆ ମେଣ୍ଟସରି। ଅପସନ୍ ବି ଦେଇଛି ହେନରୀ ରିସ୍ଲେ। ଅପସନ୍ ସି ଦେଇଛି ବି ଡାଭିଡ୍। ଅପସନ୍ ଡି ଦେଇଛି ଲର୍ଡ କାଇଭର। ତାହେଲେ ସଠିକ୍ ଆନ୍ସର୍ ହେବ ହେନରୀ ରିସ୍ଲେ ହେଲା। ସେ ଥିଲେ ଭାଇସରୟ ଲର୍ଡ କର୍ଜନଙ୍କ ସରକାରଙ୍କର ଗୃହ ସଚିବ ଥିଲେ। ଓକେ, ତା ପରବର୍ତ୍ତୀ କ୍ୱେଶ୍ଚନ୍କୁ ଯିବା। ଦେଖ, କ୍ୱେଶ୍ଚନ୍ 19କୁ ଦେଇଛି, କ'ଣ ଦିଆଯାଇଛି ଦେଖ, ମଧୁସୂଦନ ଦାସ କାହିଁକି ସିମଳାଠାରେ ଭାରତର ବର୍ଡ଼ ଲାଇଟ୍ ଲର୍ଡ କର୍ଜନଙ୍କୁ ସାକ୍ଷାତ କରିଥିଲେ? ଅପସନ୍ ଏ ଦେଇଛି। ତାହେଲେ ସଠିକ୍ ଆନ୍ସର୍ ମନେ ରଖିବ, ଓଡ଼ିଆ ଜାତିର ସମସ୍ୟାକୁ ଉପସ୍ଥିତି କରିବା ପାଇଁ। ତାହେଲେ ସଠିକ୍ ଆନ୍ସର୍ ହେବ ଅପସନ୍ ଏ, ଓଡ଼ିଆ ଜାତିର ସଦସ୍ୟଙ୍କୁ ଉପସ୍ଥିତି କରିବା ପାଇଁ ସେ ହେଲା ସିମଳିଠାରେ ଲର୍ଡ କର୍ଜନଙ୍କୁ ସାକ୍ଷାତ କରିଥିଲେ। ଓକେ, ତା ପରବର୍ତ୍ତୀ କ୍ୱେଶ୍ଚନ୍କୁ ଯିବା। କ୍ୱେଶ୍ଚନ୍ ନମ୍ବର 20 ଦେଖ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ କିଏ ଥିଲେ? ତାହେଲେ ମନେ ରଖିବ, ଅପସନ୍ ଏ ଦେଇଛି ବିଜୁ ପଟ୍ଟନାୟକ। ଅପସନ୍ ବି ଦେଇଛି ଉତ୍କଳମଣି ଗୋପବନ୍ଧୁ ଦାସ। ଅପସନ୍ ସି ଦେଇଛି ଉତ୍କଳମଣି ରାଉତରାୟ। ତାହେଲେ ଅପସନ୍ ଡି ଦେଇଛି ଉତ୍କଳମଣି ମଧୁସୂଦନ ଦାସ। ତାହେଲେ ସଠିକ୍ ଆନ୍ସର୍ ହେବ ଅପସନ୍ ଡି, ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ବନ୍ଧାଣୀ। ଓକେ, ମନେ ରଖିବ। ଓକେ, ମଧୁସୂଦନ ଦାସ। ତା ପରବର୍ତ୍ତୀ କ'ଣ କ୍ୱେଶ୍ଚନ୍ ରହିଛି ଦେଖ, ମନେ ରଖ କ'ଣ ରହିଛି ଦେଖ। RNASEର ପୁରା ନାମ ଲେଖ କହିଲେ କ'ଣ ଲେଖିବ ଦେଖ। RNASEର ପୁରା ନାମ କ'ଣ? ତାହେଲେ ମନେ ରଖିବ, ଏର ପୁରା ନାମ ହେଉଛି ରାଧାନାଥ ଇନଷ୍ଟିଚ୍ୟୁସନ୍ ଅଫ୍ ଆଡ଼ଭାନ୍ସଡ୍ ଷ୍ଟଡି ଇନ୍ ଏଜୁକେସନ୍। এইটা ହେଲା ସଠିକ୍ ଆନ୍ସର୍ ବା ପୁରା ନାମ। ଓକେ, RNASEର ଫୁଲ୍ ନାମ। ତା ପରବର୍ତ୍ତୀ କ୍ୱେଶ୍ଚନ୍ କ'ଣ ରହିଛି ଦେଖ, ନିମ୍ନୋକ୍ତ କେଉଁ ସ୍ଥାନରେ ଫଳ ଚାଷ ପାଇଁ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଇଥିଲା? ଅପସନ୍ ଏ ଦେଇଛି ରାଉରକେଲାରେ। ଅପସନ୍ ବି ଦେଇଛି କଟକରେ। ଅପସନ୍ ସି ଦେଇଛି ପୁରୀରେ। ଅପସନ୍ ଡି ଦେଇଛି ଅନୁଗୁଳରେ। ତାହେଲେ ଫଳ ଚାଷ ପାଇଁ କେନ୍ଦ୍ରମାନ ପ୍ରତିଷ୍ଠା ଅନୁଗୁଳରେ କରାଯାଇଥିଲା। ଅପସନ୍ ଡି ହେବ ସଠିକ୍ ଆନ୍ସର୍। ଓକେ, ତା ପରବର୍ତ୍ତୀ କ୍ୱେଶ୍ଚନ୍ କ'ଣ ରହିଛି ଦେଖ। କ୍ୱେଶ୍ଚନ୍ 23 ଦେଖ, ଓଡ଼ିଶାରେ 2ଟି ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠାର ମୁଖ୍ୟ କାରଣ କ'ଣ? ତାହେଲେ ଯେଉଁ ଓଡ଼ିଶାରେ 2ଟି ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା ତା'ର ମୁଖ୍ୟ କାରଣ କ'ଣ ପାଇଁ? ଅପସନ୍ ଏ ଦେଇଛି ମାଙ୍ଗାନିଜ୍ର ସନ୍ଧାନ ପାଇଁ। ଅପସନ୍ ବି ଦେଇଛି ବକ୍ସାଇଟ୍ର ସନ୍ଧାନ ପାଇଁ। ଅପସନ୍ ସି ଦେଇଛି କୋଇଲାର ସନ୍ଧାନ ପାଇଁ। ଅପସନ୍ ଡି ଦେଇଛି ଚୁନପଥରର ସନ୍ଧାନ ପାଇଁ। ତାହେଲେ ସଠିକ୍ ଆନ୍ସର୍ କ'ଣ ନା ବକ୍ସାଇଟ୍ର ସନ୍ଧାନ ପାଇଁ ଓଡ଼ିଶାରେ 2ଟା ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା। ଓକେ, ତାପରେ କ୍ୱେଶ୍ଚନ୍ ନମ୍ବର 24, ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତକରଣ ଯୋଜନା କେବେରୁ କାର୍ଯ୍ୟକାରୀ ହୋଇଥିଲା? ଯେଉଁ ରାଜୀବ ଗାନ୍ଧୀ
ଗ୍ରାମୀଣ ବିଦ୍ୟୁତକରଣ ଯୋଜନା ତାହେଲେ ଅପସନ୍ ଏ ଦେଇଛି 1995, ଅପସନ୍ ବି ଦେଇଛି 1996, ଅପସନ୍ ସି ଦେଇଛି 2006, ଅପସନ୍ ଡି ଦେଇଛି 2007। ତାହେଲେ ସଠିକ୍ ଆନ୍ସର୍ ହେବ 2007ରୁ ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତ ଯୋଜନା ଆରମ୍ଭ ହୋଇଥିଲା ବା କାର୍ଯ୍ୟକାରୀ ହୋଇଥିଲା। ମନେ ରଖ ଅପସନ୍ ଡି ହେବ ସଠିକ୍ ଆନ୍ସର୍। ବର୍ତ୍ତମାନ ଯିବା କ୍ୱେଶ୍ଚନ୍ ନମ୍ବର 25କୁ। ଭାରତରେ କେଉଁ ମସିହାରେ ରାଜ୍ୟ ପୁନର୍ଗଠନ ଆୟୋଗ ଗଠିତ ହୋଇଥିଲା? ତାହେଲେ ଅପସନ୍ ଏ ଦେଇଛି 1947, ଅପସନ୍ ବି ଦେଇଛି 1950, ଅପସନ୍ ସି ଦେଇଛି 1956, ଅପସନ୍ ଡି ଦେଇଛି 1956, ଏ ଡବଲ୍ ଦେଇଛି। ତାହେଲେ ସଠିକ୍ ଆନ୍ସର୍ ହେବ 1956। ଓକେ, ତାହେଲେ ସଠିକ୍ ଆନ୍ସର୍ ହେବ ଅପସନ୍ ସି। ଏଇଠି ଦେଖ ଗ୍ରେସ୍ ମାର୍କ ମିଳିଥାଏ ଯଦି ଡବଲ୍ ଥାଏ। ଯଦି ତୁମେ ଏ ବି ମାରିଥିଲେ ସଠିକ୍ ଆନ୍ସର୍ ପାଇଥାନ୍ତ, ନାହିଁ ସି ମାରିଥିଲେ ବି ତୁମେ ସଠିକ୍ ଆନ୍ସର୍ ପାଇଥାନ୍ତ, ଡି ମାରିଥିଲେ ବି ତୁମକୁ ସଠିକ୍ ଆନ୍ସର୍ ଦିଆହେଇଥାଏ। ଓକେ, ତେଣୁ ଏଇଗୁଡ଼ାକ ମିଷ୍ଟେକ୍ କରିବ ନାହିଁ, ମାରିବ। କିନ୍ତୁ ଅବଜେକ୍ଟିଭ୍ କ୍ୱେଶ୍ଚନ୍ ପାଇଁ ସବୁଗୁଡ଼ାକ ତୁମେ ଗୁଲ୍ ବୁଲେଇବ, ସବୁଗୁଡ଼ାକ କରି ଆସିବ। ଏହାଦ୍ୱାରା ତୁମକୁ ଦେଖ ମାର୍କ କଟିବ ନାହିଁ। ଏହାଦ୍ୱାରା ତୁମକୁ ମାନେ ତୁମର ସମ୍ଭାବନା ଅଛି କି ତୁମେ ଠିକ୍ କରିପାର, ଭୁଲ ହେଲେ ବି କିଛି ନାହିଁ। କିନ୍ତୁ ସବୁଗୁଡ଼ାକ ଆଟେଣ୍ଡ କରି ଆସିବା କଥା, ହେଲେ ତୁମର ଭଲ ମାର୍କ ରହିବ। ଓକେ, ଏହା ଥିଲା ତୁମର ଇତିହାସର 25ଟି କ୍ୱେଶ୍ଚନ୍ ଇମ୍ପୋର୍ଟାଣ୍ଟ। ତେଣୁ ଏତିକି ଆମେ ଡିସ୍କସନ୍ କରିସାରିଲା ପରେ ଆମେ ଭୂଗୋଳର ମଧ୍ୟ ନେକ୍ସଟ ପାର୍ଟରେ ଆଣିବା। ଓକେ, ତେଣୁ ଏଇଗୁଡ଼ାକ ପ୍ରାକ୍ଟିସ୍ କରିଦେଲ। ତେଣୁ ସମସ୍ତଙ୍କୁ ପ୍ରାକ୍ଟିସ୍ କରି ନେଇଯିବ, ଲେଖି ନେଇଯିବ। ଓକେ, ଆଉ ଯଦି ଭିଡ଼ିଓରେ ନୂଆ ରହିଛ ତେଣୁ ସବସ୍କ୍ରାଇବ୍ କରି ଜଏନ୍ କରିବ। ଏହାଦ୍ୱାରା ତୁମକୁ PDF ମଧ୍ୟ ନୋଟ୍ PDF ସବୁ ଦିଆଯାଉଛି। ତେଣୁ ତୁମେ ଭାଇ ସବସ୍କ୍ରାଇବ୍ କରି ଜଏନ୍ କର। ଏହାଦ୍ୱାରା ତୁମେ ନୋଟ୍ ପାଇପାରିବ। ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍, ସର୍ଟ କ୍ୱେଶ୍ଚନ୍ ହେଉ କି ଲଙ୍ଗ୍ କ୍ୱେଶ୍ଚନ୍ ସବୁ କୁଶ୍ଚି। ତେଣୁ ସବସ୍କ୍ରାଇବ୍ କରି ଜଏନ୍ କରିଥିବ। ଓକେ, ସମସ୍ତଙ୍କୁ ଧନ୍ୟବାଦ।